Hello, hi, namaste. Good evening, friends. Welcome to our channel, Official Letter Zone. যদি লেটরটি আপনার দরকার হইতিবো চ্যানেলটি সবসক্রাইব এবং ভিডিওটি লাইক করে নেবে। লেটরটি কোন আছে আমি দেখি নেবা। ডাইরেক্টর অফ সেকেন্ডারি এডুকেশন ডিএসি রু লেটর ଅଛି ডিএসি ওড়িশা ভୁବନେଶ୍ୱର 2538042925 ର ଆଜିର ଲେଟରଟି ଅଛି। এই ଲେଟର ଅନୁସାରେ ଯେଉଁମାନେ ଟ୍ରାନ୍ସଫର ଆପ୍ଲାଏ କରିଥିଲେ ସ୍ପାଉସ୍ ଗ୍ରାଉଣ୍ଡରେ ସେଇମାନଙ୍କ ପାଇଁ ସ୍କୁଲ ଚଏସ୍ ଲକିଂ ଷ୍ଟାର୍ଟ ହେଇଯିବ। ବର୍ତ୍ତମାନ ବହୁତ ଇମ୍ପୋର୍ଟାଣ୍ଟ ଅଛି, ଆପଣ ଦେଖିପାରନ୍ତି ଏଇ ଲେଟରଟି କ'ଣ ଅଛି। ଆଗରେ ମୁଁ କହିଦେଉଛି ଏହାର ଟାଇମ୍ ପିରିୟଡ଼ଟି ଷ୍ଟାର୍ଟ ହେବ ଆପଣଙ୍କର 26/9/2025 12 PM ଦିନ 12ଟା ବେଳୁ ଷ୍ଟାର୍ଟ ହେଇଯିବ। ବହୁତ କମ୍ ସମୟ ଦେଇଛି, 27/9/2025 ରାତି 12ଟା ଯାଏଁ 11:59 PM ପର୍ଯ୍ୟନ୍ତ ଦେଇଛି। ବହୁତ କମ୍ ସମୟ ଦେଇଛି ଆପଣଙ୍କର ଚଏସ୍ ଲକିଂ ପାଇଁ। ବର୍ତ୍ତମାନ ସ୍ପାଉସ୍ ଗ୍ରାଉଣ୍ଡରେ ଅଧିକାଂଶ ଟିଚର ଆପ୍ଲାଏ କରିଥିଲେ, କିନ୍ତୁ ଚଏସ୍ ଲକିଂ ପାଇଁ ସେଇମାନଙ୍କର ଅପସନ୍ ଆସିବ ଯେଉଁମାନଙ୍କର ସ୍ପାଉସ୍ ଡିଫେନ୍ସରେ ଅଛନ୍ତି ଏବଂ ଯେଉଁମାନଙ୍କର ରିଟାୟାରମେଣ୍ଟ ବା ସୁପରଆନୁଏସନ୍ ଲେସ୍ ଦେନ୍ 5 ଇୟର୍ 5 ବର୍ଷରୁ କମ୍ ଅଛି, ସେଇମାନେ ହିଁ ଚଏସ୍ ଲକିଂଟା କରିପାରିବେ। ଆପ୍ଲାଏ କରିବେ କେଉଁଠି? osepa.odisha.gov.in এই ওয়েবসাইট্রে, নହେଲେ দুইটি ওয়েবসাইট ଦେଇଛି। ନହେଲେ यूएस पोर्टाल ଆପଣ ଯେଉଁ ଟ୍ରାନ୍ସଫର ଆପ୍ଲାଏ କରିଥିଲେ ସେଠି ଅପସନ୍ ଆପଣଙ୍କର ବର୍ତ୍ତମାନ ଦେଖାଉଥିବ ଷ୍ଟାଟସ୍ ଯେଉଁ ଶୋ କରୁଥିଲା ରେକମେଣ୍ଡେଡ୍ ବାଇ ଡିଓ ବା ଫରୱାର୍ଡ ଟୁ ଡାଇରେକ୍ଟର ଯାହା ବି ଦେଖାଉଥିଲା, ବର୍ତ୍ତମାନ ସେଇଠି ହିଁ ଆପଣଙ୍କର ଚଏସ୍ ଲକିଂର ଅପସନ୍ ଆସିଯିବ। ତେଣୁ ଏଇ ଟାଇମ୍ ପିରିୟଡ଼ ଭିତରେ 26/9/2025ରୁ 27/9/2025 ଭିତରେ ଆପଣ ଚଏସ୍ ଲକିଂ କରିନେବେ, ଭୁଲିବେନି ଡେଟ୍ଟିକୁ, ବହୁତ ଇମ୍ପୋର୍ଟାଣ୍ଟ ଅଛି। ଆଉ ଯେମିତି ଯେଉଁମାନେ ଟର୍ମିନାଲ ଇଲନେସ୍ ପାଇଁ ଆପ୍ଲାଏ କରିଥିଲେ, ଗତ ଥର ଆମେ ଦେଖିଲେ 4-5 ଦିନ ପୂର୍ବରୁ ଯେ 2 ଦିନ ଭିତରେ ତାଙ୍କର ଟ୍ରାନ୍ସଫର ଅର୍ଡରଟି ବାହାରିଥିଲା, ସେହିପରି ଭାବରେ ଏଠି ଆପଣଙ୍କର ଗୋଟେ ଦିନରୁ 1.5 ଦିନ ଟାଇମ୍ ଦେଉଛି ଆପଣଙ୍କୁ ଚଏସ୍ ଲକିଂ ପାଇଁ। ଚଏସ୍ ଲକିଂ କରିବାର 2ରୁ 3 ଦିନ ଭିତରେ ଆପଣଙ୍କର ଟ୍ରାନ୍ସଫର ଅର୍ଡରଟି ଆସିଯିବ। ତେଣୁ ଦୟାକରି ଲେଟରଟିକୁ ଧ୍ୟାନ ଦେବେ। ବର୍ତ୍ତମାନ ଏ ଲେଟର ଅନୁସାରେ କପି ଫରୱାର୍ଡ ହେଇଯାଇଛି ସମସ୍ତଙ୍କୁ। ଦେଖନ୍ତୁ, ଡିଷ୍ଟ୍ରିକ୍ଟ ଏଜୁକେସନ ଅଫିସର, ଆଡିସନାଲ ସେକ୍ରେଟାରୀ ଟୁ ଗଭର୍ଣ୍ଣମେଣ୍ଟ ଆଉ ଏସପିଡି ଓସେପା। ତେଣୁ ଆପଣମାନେ ଯେଉଁମାନେ ଟ୍ରାନ୍ସଫର ଆପ୍ଲାଏ କରିଛନ୍ତି ସ୍ପାଉସ୍ ଗ୍ରାଉଣ୍ଡରେ, ଯେଉଁମାନଙ୍କର ରିଟାୟାରମେଣ୍ଟ ଲେସ୍ ଦେନ୍ 5 ଇୟର୍ ଅଛି ଆଉ ଡିଫେନ୍ସ ପର୍ସନାଲ, ଏହା ଛଡ଼ା ଅଲଗା ଆସିଷ୍ଟାଣ୍ଟ ଟିଚର ଯେଉଁମାନଙ୍କର ଏସ୍ଏମ୍ଇରେ ଥିଲେ, ହୁଏତ ଏଇଥର ଅପସନ୍ ଦେଇନାହିଁ ବା ହେଇନପାରେ ଯେଉଁମାନେ କହୁଥିଲେ। ଆମେ ଦେଖିବା ୟା ପରବର୍ତ୍ତୀ ଲେଟରରେ କ'ଣ ଆସୁଛି, କିନ୍ତୁ ବର୍ତ୍ତମାନର ଅପଡେଟ୍ ଏଇଟା। ଯଦି ଲେଟରଟି ଆପଣଙ୍କୁ ଦରକାର ଆସିବ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନେବେ ନେକ୍ସଟ ଅପଡେଟ୍ ପାଇବା ପାଇଁ। ଥ୍ୟାଙ୍କ ୟୁ।